ଏଇ କିଛି ଟାଇମ୍ ଆଗରୁ ଗୋଟେ ରିଲ୍ସ ଦେଖିଲି ସେ ଇନଷ୍ଟାଗ୍ରାମରେ। ସେ କହୁଥିଲା କି ଯେଉଁମାନେ ଅଟୋମେଟିକ୍ କାର୍ ଚଲାଉଛନ୍ତି କିମ୍ବା ସ୍କୁଟି ଚଲାଉଛନ୍ତି ସେମାନେ ହେଉଛନ୍ତି ମର୍ଦ୍ଦନୀ, ସେମାନେ ହେଉଛନ୍ତି गे। ମୁଁ କହିଲି ଭାଇ ତୁମେ ପ୍ରାକ୍ଟିକାଲିଟି ତ ଟିକେ ବଞ୍ଚ। ଆଜି ଦୁନିଆ ପହଞ୍ଚିଲାଣି 2025ରେ, ତୁମେ ଅଛ 1980sରେ। ତାହେଲେ ତୁମେ 1980ରେ ରହିଲା ବେଳେ ଏମିତି ଗହମ ପେଶିକି ଅଟା ଖାଆନ୍ତି, କିଣିକି ଖାଉନଥିଲେ, ତୁମେ ସେମିତି ଖାଉନା। ଗାନ୍ଧିଜୀଙ୍କ ଭଳିଆ ଅରଟରେ ଯେଉଁ ଲୁଗା ବୁଣୁଥିଲେ ତାକୁ ତୁମେ ପିନ୍ଧୁନା ବୁଣିକି, ତୁମେ ବାହାରୁ କିଣିକି କାହିଁ ପିନ୍ଧୁଛ? ଯଦି ଗୋଟେ ଲୋକ ପାଖରେ ଅପସନ୍ ଅଛି କି ସେ ତା ଡ୍ରାଇଭ୍ଟାକୁ ଇଜି କରିପାରୁଛି ଅଟୋମେଟିକ୍ ଚଲେଇକି या फिर ସ୍କୁଟି ଚଲେଇକି, ଦେନ୍ ହ୍ୱାଟ୍ସ ଦ ପ୍ରୋବ୍ଲେମ୍? ବିକଜ ଏଭ୍ରିବଡ଼ି ହ୍ୟାଜ୍ ଦ ଡିଫରେଣ୍ଟ ପ୍ରେଫରେନ୍ସ। ତ ତ ଏଥିରେ ମର୍ଦ୍ଦ ଆଉ ଇଏ ବାଲା ଜିନିଷ କେଉଁଠୁ ଆସିଗଲା? ମୁଁ ବୁଝି ହିଁ ପାରୁନି ଲୋକଙ୍କର ମେଣ୍ଟାଲିଟି ଏଜେଡ଼୍ କୁଆଡ଼େ ଗଲାଣି। ହଁ, ଆଇ ଅଲସୋ ମୋତେ ବି ଭଲ ଲାଗେ କି ବାଇକ୍ ଭଲ ଲାଗେ କି ଅଫ୍ ରୋଡ଼ିଂରେ ଭଲ ଲାଗେ, ଆଣ୍ଡ ଅଟୋମେଟିକ୍ କାର୍ ବି ଭଲ ଲାଗେ। ଟ୍ରାଫିକ୍ରେ ଯଦି ଅଧିକା ଟ୍ରାଫିକ୍ ଅଛି ୟୁ ୱିଲ୍ ଡେଫିନେଟଲି ଏନ୍ଜୟ ଇଟ୍। ତ ତା ମାନେ ନୁହେଁ କି ଭାଇ ତୁମେ ଯଦି ବେଟର୍ ଅପସନ୍ ଅଛି ତୁମେ ଓ ଷ୍ଟାର୍କୁ ଯାଇକି ତୁମ ମର୍ଦ୍ଦାଙ୍ଗି ପ୍ରୁଭ୍ କରିବ। ମର୍ଦ୍ଦାଙ୍ଗି ପ୍ରୁଭ୍ କରିବା ପାଇଁ ବହୁତ କିଛି ଲାଇଫ୍ରେ ଅଛି, ସିଚୁଏସନ୍ ଆସେ, ସେଠି କରୁନା। ଆଉ ସବୁ ଜାଗାରେ କରିବା ପାଇଁ ଡିମ୍ପୋସିବିଲିଟି ଦରକାର ହିଁ ନାହିଁ ଭାଇ। ୟୁ ଅଣ୍ଡରଷ୍ଟାଣ୍ଡ ରାଇଟ୍?